এই ଗ୍ରାଣ୍ଡସନ୍ ଇଏ ହେଉଛନ୍ତି ଗ୍ରେଟ୍ ଗ୍ରାଣ୍ଡସନ୍। ୟାଙ୍କ ନାଁ ହେଉଛି ଈଶା। ଇଏ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଉପଲକ୍ଷେ ଇଏ ଜନ୍ମ ହେଇଛନ୍ତି। ତେଣୁ ଆଜି ତାଙ୍କ ଜନ୍ମଦିନରେ ଯେଉଁ କେକ୍ କଟା ହେବ ଏକମାତ୍ର ଗେଷ୍ଟ ହେଉଛି ମୁଁ ସକାଳ ଓଳି। ଉପରଓଳି ତାଙ୍କର ବହୁ ବନ୍ଧୁବାନ୍ଧବଙ୍କ ବେଳରେ ହେବ। ତେଣୁ ମୁଁ ଆନନ୍ଦିତ ହେଉଛି ଯେ ମଣିଷର ଇଏ ଗୋଟା କି କଥା। ଗୋଟିଏ କଦଳୀ ଗଛ ଗୋଟା ପରେ ଗୋଟା ମରୁଛି କିନ୍ତୁ ତା ମୂଳରୁ ସବୁ ପୁଆ ଉଠୁଛି। ତେଣୁ ଏଇ ଗ୍ରେଟ୍ ଗ୍ରାଣ୍ଡସନ୍ ଏଇ ଯେ ଆମ ଉପରେ ଛିଡ଼ା ହେଉଛନ୍ତି, ଖେଳୁଛନ୍ତି, ଯାଉଛନ୍ତି, ଏଇ ଗ୍ରେଟ୍ ଗ୍ରାଣ୍ଡସନ୍ ମିଷ୍ଟର ଈଶା ପ୍ରହରାଜ ଇଏ ଆମେରିକାରେ ରହୁଛନ୍ତି। ଇଏ ଓଡ଼ିଆ ବୁଝନ୍ତିନି, ଇଂଲିଶ ଯାହା ବୁଝନ୍ତି। ଆଉ ଏଇ ଗ୍ରେଟ୍ ଗ୍ରାଣ୍ଡସନ୍କୁ ଦେଖିକିରି ମୁଁ ଏହା ଭାବୁଛି ଯେ ମଣିଷର ଏମିତି ଭାବରେ କି ମାୟା। ଗୋଟେ ଲୋକ ଗୋଟେ ଗ୍ରେଟ୍ ଗ୍ରାଣ୍ଡସନ୍କୁ ଦେଖିକିରି ଖୁସି ହେଉଛି। ଆଗେ ବ୍ରାଞ୍ଚ ଆଉଟ୍ କରିଯାଉଥିଲା। କେଡ଼େ ବଡ଼ ପରିବାର ଥିଲା। ଗାଁ ଗଣ୍ଡାରେ ସବୁ ଲୋକମାନେ ନିଜ ଭାଇର ବଂଶ, ନିଜର କକେଇ ଦଦେଇ ଏମାନଙ୍କର ବଂଶକୁ ଦେଖାଉଛନ୍ତି। ଆଜିକାଲି ଫ୍ୟାମିଲି ତ ଶ୍ରିଙ୍କ୍ କରିଯାଉଛି। ଖାଲି ସ୍ୱାମୀ ସ୍ତ୍ରୀ ୟାଙ୍କୁ ନେଇକି ରହୁଛି। ବାପା ମା ଯଦି କେଉଁବା ଦୈବାତ ଆସିଲେ ବାକି ଅନ୍ୟମାନେ କେହି ଆସୁନାହାନ୍ତି। ତେଣୁ ତାରି ଫଳରେ ମଣିଷ ସମାଜ ଭିତରୁ ଯେଉଁ ପ୍ରେମଟା ଚାଲିଯାଉଛି, କେତେବେଳେ କେଜାଣି ଏଇ ପ୍ରେମ ପୁଣି ଫେରିବ। ଯଦି ମଣିଷ ସମାଜ ତାର ସମସ୍ତ ଏଣ୍ଟାୟାର ବଂଶ ବୃକ୍ଷକୁ ଜାଣିବ, ବଂଶକୁ ଭଲ ପାଇବ। ବଂଶକୁ ଭଲ ପାଇଲେ ପରିବାର, ସମାଜ ଏବଂ ଜାତିକୁ ଭଲ ପାଇବ। ହଉ, ମଣିଷର ସେଇ ସୁଦିନର ଅଭ୍ୟୁଦୟକୁ ଦେଖିବାକୁ ଇଚ୍ଛା ରହିଲା। ଥ୍ୟାଙ୍କ ୟୁ।